ଇରେ ଲୋକମାନେ ଭାବୁଛନ୍ତି ବାବା ସ୍ୱାଇଁ ଖରାପ ବୋଲିକା, କିନ୍ତୁ ବାବା ସ୍ୱାଇଁର ଅସଲ ପରିଚୟଟା କେହି ଜାଣିନାହାନ୍ତି। ଜଗନ୍ନାଥ, ଆଜି ବାବା ସ୍ୱାଇଁ ଆପଣମାନଙ୍କୁ ହାତ ଯୋଡ଼ି ଅନୁରୋଧ କରି କହୁଛି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ଆପଣଙ୍କର ସୁନ୍ଦର ମତାମତ ଟିକେ ବି ଦେବେ। ବାପା କହୁଥିଲେ ବାପା ଏଇ ବାବାଜୀ ସ୍ୱାଇଁ ଘର କୋଉଟା କହିପାରିବୁ କି? ଏଇ ବା ତାଙ୍କ ପୁତୁରା ଭଣଜା ଏଇଠି ବଇଛନ୍ତି, ତାଙ୍କୁ ଏଇ ପଚାର। ଆଇଲୁ ଟିକେ ବାପା, ମତେ ଟିକେ ତାଙ୍କ ପାଖକୁ ନେଇ ଚାଲୁ। ହଉ ରୋଜ ସାଇକେଲ ବାପା ଧୀରେ ଧୀରେ ବାପା, ମୁଁ ବୁଢା ଲୋକଟା ଚାଲି ପାରୁନି ରେ ବାପା। ଧୀରେ 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 ଏଇଠି ଖାଲଟି por ରାସ୍ତା, ଧୀରେ ଧୀରେ ଆସ, ଧୀରେ 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 ହଁ ହଁ ଧୀରେ 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 ଚାଲ, କିଛି ନାହିଁ। ବାପା ସିଏ କୋଉଠି? ଏଇଠି ବଇଛନ୍ତି। ପକିରା ମାମୁଁକୁ କିନ୍ତୁ ମୋର ମାନିବାକୁ ପଡିବ। ଆବେ ଦେଖୁନୁ ସେ ଆନ୍ଧ୍ରା କମ୍ପାନୀଟା ତା ଯୋଉ ମ୍ୟାନେଜରଟା ଓଡିଆଟା ତାକୁ ଚୁଟିଆ ବନେଇକି ବାଲିଗୋରା ମହାନଦୀରୁ ଆଣିକି ବିକି ଦଉଛି। 1.5 କୋଟି ଟଙ୍କା ଆଡଭାନ୍ସ ନେଇଯାଇଛି। ଆରେ ହେଇ ହଁ କିଏ ଲୁବୁ ନୁହେଁ ମଉସା? ଏ ବାପା ଏତେ ତୁ କହୁଛୁ, ମୁଁ ନେଇଯାଇ ତମ ପାଖକୁ, ତମ ବାବା ଜେଜେ ପାଖକୁ ନେଇଯିବ ଆଉ। ଆବେ ରତ ନାହିଁ, କିଏ ତମ ବନ୍ଧୁବାନ୍ଧବ? ମଉସା ବସ ବସ ଆସ। ଯାଉଛି କହିଲି ଆଉ। ମଉସା ଆପଣଙ୍କ ଘରଟା କୋଉଠି? ମୋ ଘର ବାଲେଶ୍ୱର ଆଜ୍ଞା। ବାଲେଶ୍ୱର ଚିହ୍ନା ପଡ଼ିଛ? ଏତେ ବାଟରୁ କୁଆଡେ ଆଡେ ପଳେଇ ଆସିଛ, କଣ ପାଇଁ ଆଇଛ? ଆସିଥିଲେ ଏଇଠି ବୃଦ୍ଧାଶ୍ରମ ରହିବାକୁ। ଏ ବାବାଜୀ ସ୍ୱାଇଁ ଘର ଟିକେ ମତେ ଟିକେ ବାପା ଟିକେ ନେଇ ଚାଲିଲେ ମୋ ବାପାଟା। ବାବା ସ୍ୱାଇଁର ବୃଦ୍ଧାଶ୍ରମ? ମୁଁ ଜାଣ ତମ ଘରେ କେହି ନାହାନ୍ତି ନା କଣ? ଅଛନ୍ତି, ସମେତ ଅଛନ୍ତି। 3ଟା ପୁଅ ଅଛନ୍ତି। 2ଟା ପୁଅ ବଡ଼ ବଡ଼ ଚାକିରି କରୁଛନ୍ତି ଯାଇକି ବୈଦେଶରେ। ଆଉ ଗୋଟାଏ ପୁଅ ଏଇ ଆମ କଟକରେ କୋଉଠି ଗୋଟା ଚାକିରି କରିଛି। କଣ କହିବି ବାପା, ପୁଅ ବୋଉ ଥାଇ ନାତି ନାତୁଣୀ ଥାଇ ଲାଭ କଣ ଅଛି ମୋର? ବାବା ମତେ ଟିକେ ସେ ବାବା ହଉ ମଉସା ତମେ ତମେ ଖାଇଛ? ଖାଇଛ? କାଲି ଖାଇଥିଲି ଖରା ବେଳେ, ଆଉ ଖାଇଲି। ଯୋଉ ପାଖରେ ତ କିଛି ନାହିଁ। ନାଇଁ କିଛି ନାହିଁ। ହଉ ଚାଲ ବାବା କତିକି ନେଇଯିବା। ବାବା କତିକି ନେଇଗଲେ ସିଏ କଣ, ଆମେ ତ ଆଉ ଏତେ କଥା ଜାଣିନୁ। ବାବା କତିକି ଚାଲ ନେଇଯିବା। ହଉ ମଉସା ତମେ କାନ୍ଦନି, ଆମେ ବାବା କତିକି ତମକୁ ନେଇକି ଯିବୁ। କଣ ହେଇଛି ବୁଝିବା ଆଉ। ଚାଲ ବାବା କତିକି ନେଇଯିବା, ଆପଣ ଆସନ୍ତୁ। ଚାଲ ଆମେ ନେଇଯିବୁ ତମକୁ, ଚାଲ। କଣ କହିବୁ, ଆଜିକାଲି ଦୁନିଆରେ ତିନିଟା ପୁଅ ଗୋଟିଏ ବାପା ଭଲସେ ରଖି ପାରୁନାହାନ୍ତି। ନେଇଯିବା, ଚାଲ ଆସ, ଚାଲ ହେଇଟା ଦାଦା। ହଁ ମାମୁଁ ଯାଉଛି ରହିଥା, ଏ ପାଣି ଟିକେ ଦେଉଛି ଭାଇ। ଟିକେ ଶୁଣ ମ। ଆରେ ହଁ ନମସ୍କାର ମାମୁଁ, ଏ ମଉସା କଣ ବାଲେଶ୍ୱରରୁ ଆସିଛନ୍ତି ଆପଣଙ୍କୁ ଦେଖା କରିବାକୁ? ଆରେ ଇଏ କଣ ସକାଳୁ କୋଉଠି କଣ କେସ୍ ଫେସ୍ କଲା ନା କଣ? ନା ମ, ଆଉ ସେ ଆମେ କଦମୂଳେ ବସି ପେପର ପଢୁଥିଲୁ 3 ଜଣ ଯାକ। ହଁ ଲୁବୁନୁ କୋଉଠି ମଉସାଙ୍କ ବାଟରେ ଭେଟିଲା, ତାଙ୍କୁ ନେଇକି ଆସି ଆମ ପାଖରେ ଛାଡିଲା। ମଉସା କଣ ହେଇଛି କହୁନାହାନ୍ତି? ଆଜ୍ଞା ମୁଁ ଆସିଛି ଆପଣଙ୍କ ବୃଦ୍ଧାଶ୍ରମରେ ଟିକେ ରହିବାକୁ। ବୃଦ୍ଧାଶ୍ରମରେ ରହିବେ? ଆଜ୍ଞା। ଖାଇଛନ୍ତି ନା ନାଇଁ ସକାଳୁ? କାଲି ତ ଖାଇଥିଲି ଖରା ବେଳେ। ଆଉ ତମ ବାଟରେ ଟିକେ ତାଙ୍କୁ 10 ଟଙ୍କା ମିଳିଲାନି ତମକୁ ଖାଇବାକୁ ଦବାକୁ? ଆମ ପାଖରେ ପଇସା ନଥିଲା। ରତନା ସେ ଚେୟାର ଟା ଆଣ, ଆଉ ଗାଡି ଟିକିରେ କଣ ଅଛି ନେଇକି ଆଇଲୁ ଖାଇବାକୁ ଶୀଘ୍ର। ପାଣି ବୋତଲ ହରିକା ନେଇକି ଆ ଏକାଥରେ। କଣ କହିବ ତମ ଛାଡ। ମଉସା ବସ। ମୁଁ ଏଇଠି ଅଛି। ନାଇଁ ବସ ମଉସା ବସନ୍ତୁ। ବସ ନିଅ ଖାଅ, ଧର ପାଣି ବୋତଲ ଟା ଖୋଲ, ନିଅ ଖାଅ ବସ। ହଁ କଣ ହେଇଛି କହିଲେ? କଣ ହେଇଛି କୁହନ୍ତୁ ମଉସା ଏଥର। ଆଜ୍ଞା ମୁଁ ଆପଣଙ୍କ ବୃଦ୍ଧାଶ୍ରମରେ ଟିକେ ମତେ ରଖିଦିଅନ୍ତୁ ଆଜ୍ଞା। ଆପଣଙ୍କର ସ୍ତ୍ରୀ ହରିକା? ଆଜ୍ଞା ସିଏ 4 ବର୍ଷ ହେଲା ମଲାଣି। ପିଲା ଛୁଆ ସବୁ ପୁଅ ଝିଅ? କଣ ଯେ ପିଲା ଛୁଆଙ୍କ କଥା ମୁଁ କହିବି ଆଜ୍ଞା। 3ଟା ପୁଅ ଜନ୍ମ କରିଥିଲି। ଖାଇବାକୁ ଗଣ୍ଡା ଦେବେ ଆଉ ଟିକେ ରଖିବେ ବୋଲି, ନିଜେ ପିଲା ଛୁଆ କିଛି। ହଉ ଠିକ ଅଛି କନ୍ଦା କନ୍ଦି କରନି। ଆଜିଠାରୁ ଭାବ ଏମାନେ ସବୁ ଆପଣଙ୍କର ବୋଲିକା ହେଲା। କିଛି ଅସୁବିଧା ହବନି। ଏଇ ଆଜ୍ଞା ରତନା ଦଇତା ଫକୀରା, ତମେ ଗୋଟେ କାମ କରିବ, ନେଇକି ବୃଦ୍ଧାଶ୍ରମ ନେଇକି ଛାଡି ଦେଇ ଆଇଲ। ଦାଦା ବୃଦ୍ଧାଶ୍ରମ କୋଉଠି ଆମର, ମୁଁ ତ ଜାଣିନି। ଆରେ ମୁଁ ତତେ ମୋବାଇଲରେ ଲୋକେସନ ଟା ପଠେଇ ଦઉં, ତୁ ଗାଡିରେ ଷ୍ଟାର୍ଟ ମାରି ତାକୁ ବସ ହେଲା।
ମୁଁ ଲୋକେସନ ପଠେଇ ଦଉଛି, ସେଇ ଲୋକେସନରେ ଯାଇ ପହଞ୍ଚିବ। ପହଞ୍ଚି ସାରିକିନା ସେଠି ଆଖପାଖରେ ବି ପଚାରିଦେବ, ଲୋକମାନେ କହିଦେବେ ବାବା ସ୍ୱାଇଁ ବୃଦ୍ଧାଶ୍ରମ ଲେଖା ହେଇଥିବ। ଦାଦା ସେ କାଠ ବେପାରୀ ତାଙ୍କ ପଇସା, ଜମି ବେପାରୀର ପଇସା, ତମେ କଣ ଏ ପଇସା ଗୁରା ଆଣିକି ଏଇ ବାଟରେ ଖଟଉଛ ସବୁ? ଇରେ ଲୋକମାନେ ଭାବୁଛନ୍ତି ବାବା ସ୍ୱାଇଁ ଖରାପ ବୋଲିକା, କିନ୍ତୁ ବାବା ସ୍ୱାଇଁର ଅସଲ ପରିଚୟଟା କେହି ଜାଣିନାହାନ୍ତି। ତେବେ କହୁଛି ଆଜି ଶୁଣ, ତମେ ସମସ୍ତେ ବି ଅଛ ଆଜି ଏଠି, ଆଜି ମୋ ପ୍ରକୃତ ପରିଚୟଟା ଜାଣ। ବୁଝିପାରୁଛ? କୁହ କୁହ। ଏଇ ଯୋଉ କାଠ ବେପାରୀ କଥା କହୁଛୁ, ଆଜ୍ଞା। ତାର କିଛି ତା ବିଷୟରେ କିଛି ଜାଣିଛୁ? ତ ବେପାରୀଟା ଆମେ କଣ ଜାଣିବୁ? ଚାଖୁଣ୍ଡା କାଠ ଏଠୁ ଗାଁରୁ କିଣିବ, ଆଜ୍ଞା। ତାକୁ ନେଇକି ଯିବ 100 ମିଲି, ପଟା ଚିରିବ, ରଙ୍ଗ ବୋଳି ଦେଇକି ଶାଗୁଆନୀ କାଠ କହିକି ବିକିବ। ହଜାର ହଜାର ଟଙ୍କା ଲାଭ କରିବ ସେଥିରେ। ଆଜ୍ଞା। ଆଉ ଯୋଉ କହୁଛ ସେ ଯୋଉ ଜମି ବେପାରୀ ଯୋଉ ଆସିଥିଲା କିଣିବା ପାଇଁ ଦୁବାଇରୁ, ଆଜ୍ଞା। ସିଏ ହଉଛି ପୁରା କଳାକାର ଗୋଟା। ସିଏ ଜାଣିଛୁ ତା ବିଷୟରେ? କଣ ଆମେ ଜାଣିନୁ? ମାନେ ଚୂନ ମାରିଦବା ଲୋକ ସେ ଦିନରେ। ବୁଝିପାରିଲୁନି। ଯୋଉ ଗୋଟା ସିଏ ହଉଛି ଧଳା ଜହର ବେପାରୀ। ମାରାତ୍ମକ ସେ। କେତେ ଲୋକଙ୍କ ଘରକୁ ସେ ଜୀବନ ବର୍ବାଦ କରିଦେଇଛି ଜାଣିଛ? ମା ଠାରୁ ପୁଅକୁ ବି ଅଲଗା କରିଦେଇଛି। ହଁ, ଛୋଟ ଛୁଆଙ୍କୁ କଲେଜ ଫଲେଜରେ ସବୁ ଦଳା ଜହର ଏଇ ମାନେ ବେପାର କରୁଛନ୍ତି ଆଉ। ଚିକିଣିଆ ଟୋକାଟା ପୁରା ସିଏ ଆଉ। ଆମେ କଣ ଜାଣିଛୁ? ସିଏ କହିଲା ମୁଁ ଦୁବାଇରେ ଅଛି ବୋଲିକା। କିନ୍ତୁ ତମ ଆଗରେ ସେ କହିଦେଇ ଗଲା ବାବା ସ୍ୱାଇଁ ତା ପଇସା ଖାଇଦେଇଯାଇଛି। ନାଇଁ ମୁଁ ବି ଲକ୍ଷ୍ୟ କରିଛି, ମାମୁଁ ମୋର କେବେ ଗୋଟା ସଚ୍ଚୋଟ ଲୋକର ତ ପଇସା କେବେ ଆରେ ଭାଇ ଶୁଣୁ, ସମସ୍ତଙ୍କ ପାଇଁ ମୁଁ ଭଲ ବେଳେ ଭଲ, ଖରାପ ବେଳେ ଖରାପ, ଏଇଟା ମନେ ରଖିଥିବ। ମୁଁ କଣ ମୁଁ ନିଜେ ଜାଣିଛି, ଆଉ ସେ ଉପର ବାଲା ବି ଜାଣିଛି ମୁଁ କଣ, ଯେ ଦିନ ରାତି କରୁଛି ହେଲା। ତମେ ସେଗୁଡା କିଛି ବୁଝିପାରିବନି। ପଇସାଟା କୋଉ ବାଟରେ କମଉଛି ମୁଁ ଜାଣିଛି। ଆଉ ମୁଁ ଭଲ ବାଟରେ କମଉଛି କି ଖରାପ ବାଟରେ କମଉଛି, ସେଇଟା ତମେ କେହି ବୁଝିପାରିବନି। ନାଇଁ, ଲୋକମାନେ ଯାହା କହୁଛନ୍ତି ଆମେ ଚାଲ ଯାଅ, ଆଜି ତ ଆକୁ ନେଇକି ଯିବ ସେଠି ଛାଡିବାକୁ, ଦେଖିକି ଆସିବ ସେଠି କେତେ ଜଣ ଅଛନ୍ତି ସେଠି। ଇଏ ସବୁ କଣ ମାନେ ଏଠି ଆମ ଗରିବ ମଧ୍ୟବିତ୍ତ ପରିବାରର ଲୋକ ସେଠି କେହି ନାହାନ୍ତି। ମଉସାଙ୍କ ପୁଅ ଗୁରା ସବୁ ଦାଦା ବଡ ବଡ ଚାକିରି କରୁଛନ୍ତି। ଆରେ ସେଇ ଲୋକମାନେ ହିଁ ତ ବୃଦ୍ଧାଶ୍ରମ ନେଇକି ବାପା ବୋଉକୁ ଛାଡନ୍ତି। କେତେ ଅନ୍ୟାୟ କହିଲ। ଠିକ ଠିକ। ଆରେ ପୁଅ ବୋଉ ଯିବେ ବାହାରେ ରହିବେ, ବାପା ବୋଉଙ୍କୁ ଏଠି ଗାଁରେ ଛାଡି ଦେଇକି ଯିବେ। ବାପା ମା କେତେ ସ୍ୱପ୍ନ ଦେଖିଥିବେ ଯେ ଆମ ଆରେ ଗରିବ ଲୋକମାନେ ତ, ଗରିବ ପୁଅ ମାନେ ତ ଗାଁରେ ଖଟିଲେ, ସେ କଣ ବାହାର ଦୁନିଆକୁ ଯିବେ? ଗାଁରେ ଖଟିଲେ, ବାପା ବୋଉଙ୍କୁ ଦେଖିଲେ, ସମସ୍ତଙ୍କୁ ଏଇଠି ରଖିଲେ। କେବଳ ଯୋଉମାନେ ଧନୀ ଲୋକମାନେ ହିଁ ଏଇଭଳିଆ କାମ କରନ୍ତି। ମଉସା ତମେ ବ୍ୟସ୍ତ ହଅନା, ଦାଦା ଅଛନ୍ତି, ଆମେ ଅଛୁ, ଆମେ ସବୁ ତମ କିଛି ପୁଅ ଭଳିଆ। ଚିନ୍ତା କରନି ବ୍ୟସ୍ତ ମଉସା ହେଲା। ଏ ରତନା ନେଇକି ଯାଅ, ଯା ଗାଡିରେ ବସେଇବ, ନେଇକି ଚାଲ। ସେଠି ଦେଖିକିନା ବି ଆସିବ। ତମକୁ ଯଦି ଅବିଶ୍ୱାସୀ ଭାବୁଛି, ବାବା ସ୍ୱାଇଁର ଆଜି ପ୍ରକୃତ ପରିଚୟଟା କଣ ଆଜି ତମେ ସେଇଠି ଦେଖିକି ଆସିବ। ଯା ଯା ବସେଇ ନେଇକି ଯାଅ। ଚାଲ ଚାଲ ମଉସା ଚାଲ। ଟିକେ ଆଜ୍ଞା ଟିକେ। ଧର। ମୁଁ ଭଗବାନଙ୍କୁ ଡାକୁଛି ଆଜ୍ଞା, ହଁ ଆପଣଙ୍କ ଭଳିଆ ଲୋକ ଏମିତି ଦୁନିଆରେ ବହୁତ ଠିକ ଅଛି, ମିଳନ୍ତୁ। ଠିକ ଅଛି, ଚାଲ। ପୁରା ହଁ, ମୁଁ ମୋବାଇଲରେ ସେଣ୍ଡ କରିଦେବି, ତମେ ପହଞ୍ଚିବା ଭିତରେ ମୁଁ ସେଣ୍ଡ କରିଦେଇଥିବି। ଯା। ସେ କାର୍ ଡ୍ରାଇଭରଟା ବି ଆଜି ଆସିନି। ଆଚ୍ଛା, ବାଇକରେ ବସେଇକି ନେଇଯାଅ, 3 ଜଣ ହେଲେ ଧରିକି ନେଇଯାଅ। ଏ ରତନା ଗାଡି ଆଣେ। ଦେଖ ଚାବି ନେଇକି ତମ ସେଇ ଗାଡିରେ ନେଇଯା। ଭିଡିଓଟି କେମିତି ଲାଗିଲା ଆପଣମାନେ ବି ଜଣେଇବେ। ଆଉ ବାବା ସ୍ୱାଇଁ କେବେ ବଦଳିନି କି ବଦଳିବ ନାହିଁ। ଏମିତି କେତେ ଲୋକଙ୍କୁ ଲୁଟିବ, ଖାଲି ଆପଣମାନଙ୍କ ଦେଖି ଚାଲନ୍ତୁ। ବାବା ସ୍ୱାଇଁ ଖରାପ ଲୋକଙ୍କ ପାଇଁ ଖରାପ, ଭଲ ଲୋକଙ୍କ ପାଇଁ ଭଲ। ଆପଣମାନେ ସବୁବେଳେ ଭିଡ଼ିଓ ମାଧ୍ୟମରେ ପଚାରୁଥିଲେ, କମେଣ୍ଟ ମାଧ୍ୟମରେ ପଚାରୁଥିଲେ କି ସେଇ କାଠବାଲାର ପଇସା କ'ଣ ହେଲା, କାହିଁ ଫେରାଗଲାନି, କି ସେଇ ଜମି ବେପାରର ପଇସା କାହିଁ ଫେରାଗଲାନି। ଆକ୍ଚୁଆଲି ସେମାନେ କ'ଣ ଆପଣମାନେ ଏଇ ଭିଡ଼ିଓ ଦେଖିଲେ ଜାଣିପାରିବେ ଯେ ବାବା ସ୍ୱାଇଁ କାହିଁକି ସେମାନଙ୍କ ଠାରୁ ଲୁଟିଥିଲା, ଆଉ ସେମାନେ କାହିଁକି ଆସୁନାହାନ୍ତି ତାଙ୍କ ପଇସା ନେବା ପାଇଁ। ଆପଣମାନେ ଏଇ ଭିଡ଼ିଓରେ ନିଶ୍ଚିନ୍ତ ରୂପେ ଜାଣିପାରିବେ। ଆଉ ଆରେ ଫକୀର ଆଉ କ'ଣ କହୁଛୁ? ଆଉ ନାଇଁ, ଭାଇମାନଙ୍କର ତ ଅନୁରୋଧ ଥିଲା, ଏମାନଙ୍କ ପଇସା କାହିଁ ଫେରଉନ, କ'ଣ ପାଇଁ କ'ଣ ନାହିଁ। ଆମେ ବି ଆଜି ପର୍ଯ୍ୟନ୍ତ ଜାଣିନଥିଲୁ ବାବା ସ୍ୱାଇଁ କାହିଁ ଫେରଉନଥିଲେ, କିନ୍ତୁ ଆଜି ଆମେ ଜାଣିଲୁ କି ବାବା ସ୍ୱାଇଁ କାହିଁ ସେମାନଙ୍କୁ ଲୁଟୁଥିଲେ। ସେମାନେ କାଠ ବେପାରୀ, ସିଏ ବି ଜଣେ ଠକ ଥିଲା। ସେ ଚାଖୁଣ୍ଡା ଗଛର କାଠକୁ ଶାଗୁଆନୀ କହିକି ବିକୁଥିଲା ଲୋକମାନଙ୍କୁ, ଯୋଉଟାକି ବାବା ସ୍ୱାଇଁ ଜାଣିଥିଲା, ଆମେମାନେ କେହି ଜାଣିନଥିଲୁ। ସେ ଜମି ଦଲାରି ବି ଯିଏ ଆସିଥିଲା ଜମି ବେପାର କରିବାକୁ, ସିଏ ବି ଜଣେ ଧଳାଜର ବେପାରୀ ଥିଲା, ସେଇଟା ବାବା ସ୍ୱାଇଁ ଜାଣିଥିଲା, ଆମେମାନେ ବି କେହି ଜାଣିନଥିଲୁ। ଆଜି ଆମେ ଯେତେବେଳେ ଆସିଲୁ ଜାଣିଲୁ କି ନାଇଁ ବାବା ସ୍ୱାଇଁ ସେଇ ପଇସାକୁ ନେଇକି ଗୋଟେ ଭଲ କାର୍ଯ୍ୟରେ ଲଗେଇଛନ୍ତି, ଆମେ ବି ଆଶ୍ଚର୍ଯ୍ୟ ହେଇଗଲୁ। ଯାହା ହଉ 2024ରେ ବାବା ସ୍ୱାଇଁ ନୂଆ ଦୁନିଆ ଯେଉଁ କହିଥିଲେ ଗଢ଼ିବେ ବୋଲି ଗଢ଼ିଛନ୍ତି, ତାଙ୍କ କଥା ରଖିଛନ୍ତି। ଆମେମାନେ ଆପଣମାନଙ୍କୁ ଏତିକି ଅନୁରୋଧ କରୁଛୁ, ଆପଣମାନେ ଭିଡ଼ିଓକୁ ଦେଖନ୍ତୁ,
ଆମକୁ ସପୋର୍ଟ କରନ୍ତୁ, ଯେମିତି ଭଲ ପାଉଥିଲେ ସେମିତି ଭଲ ପାଆନ୍ତୁ। ନିଶ୍ଚିତ ଭାବରେ ଆପଣ ଅଧିକା ସପୋର୍ଟ କରନ୍ତୁ। ଆପଣଙ୍କର ଏ ଭିଡିଓ ଦେଖିବା କେବେ ଅବ୍ୟର୍ଥରେ ଯିବ ନାହିଁ। ଦିନେ ନା ଦିନେ କାମରେ ଲାଗିବ, ସେଇ ଦିନକୁ ଅପେକ୍ଷା କରନ୍ତୁ କଣ କାମରେ ଲାଗୁଛି। ଆଉ ଆମେ ଏଇ ଭିଡିଓ ମାଧ୍ୟମରେ ଏତିକି ବି ରିକ୍ୱେଷ୍ଟ କରୁଛୁ, କୌଣସି ପିଲାମାନେ ନିଜର ବାପା ମାଆଙ୍କୁ କେବେ ବି ଅବହେଳିତ କରନ୍ତୁ ନାହିଁ। ବାପା ମାଆଙ୍କୁ ସମ୍ମାନ ଦିଅନ୍ତୁ। ସେମାନେ ତାଙ୍କର ଆଶା ଥାଏ କି ବୃଦ୍ଧା କାଳରେ ଆମର ପିଲାମାନେ ଆମର ସାହା ହେବେ ବୋଲି, କିନ୍ତୁ ଯେତେବେଳେ ପିଲାମାନେ ସାହା ନ ହୁଅନ୍ତି ସେମାନଙ୍କୁ ବହୁତ କଷ୍ଟ ଲାଗେ, ଆଉ ସେମାନେ ଏଇଭଳି ନିଷ୍ପତ୍ତି ନେଇଥାନ୍ତି। ଆଉ ଏଇଭଳି ବାବା ସ୍ୱାଇଁ ଭଳିଆ ଲୋକ ଯୁଗେ ଯୁଗେ ଜନ୍ମ ହୁଅନ୍ତି ଆପଣ ମାନଙ୍କୁ ଲୁଟିବା ପାଇଁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ହୁସିଆର ଥିବେ, ବାବା ସ୍ୱାଇଁ ଭଳିଆ ଲୋକ ପାଖରେ ଆପଣ କେତେବେଳେ ହାବୁଡରେ ପଡିଯିବେ। ବାବା ସ୍ୱାଇଁ ଗଡ଼ି ଚାଲିଲା ନୂଆ ଦୁନିଆ।